ମାତ୍ର 14%। 2025 ଗତ ବର୍ଷ 2025 5.78 କୋଟି ପରିବାର ପାଇଁ 85,334 କୋଟି ଟଙ୍କା ଇଏ ଖର୍ଚ୍ଚ କରାଯାଇଛି। ତେବେ ଯଦି 18ଟି ବଡ଼ ରାଜ୍ୟକୁ ଆମେ ଆନାଲିସିସ୍ କରିବା ତେବେ ଏ ସମ୍ବଳ 6.64 କୋଟି ପରିବାରକୁ ଇଏ ସହାୟତା ନିଶ୍ଚିତ ଭାବରେ ଯୋଗାଇ ପାରିଥାନ୍ତା। ଏହାର ଅର୍ଥ 1.22 କୋଟି ପରିବାର ଲୋକମାନେ କର୍ମ ନିଯୁକ୍ତି ଏ ପର୍ଯ୍ୟନ୍ତ ପାଇପାରି ନାହାନ୍ତି ସେ ଆଭରେଜରେ। ଏହାର କାରଣ ହେଉଛି ଅପାରଗତା, ଯୋଜନାର ଢାଞ୍ଚାଗତ ଦୁର୍ବଳତା, ଠକେଇ ଓ ବାଟମାରଣା। ସେହିପରି ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସେସ୍ ପ୍ରଦାନରେ ମଧ୍ୟ ବ୍ୟାପକ ଭାବରେ ବିଫଳତା ଦେଖାଦେଇଛି। ଯଦି ଆମେ ଏହାକୁ ଦେଖିବା ତାହେଲେ 2021ରୁ 2025 ମସିହା ମଧ୍ୟରେ ତାହେଲେ ମାତ୍ର 41 ଲକ୍ଷ ଲୋକଙ୍କୁ ଏଥିରେ ଯୋଡ଼ାଯାଇଛି। ଆପଣଙ୍କର ଅନଏମ୍ପ୍ଲୟମେଣ୍ଟ ଆଲାଉନ୍ସ ବା ଭତ୍ତା ସେମାନଙ୍କୁ ପ୍ରଦାନ କରାଯାଇଛି। ଏହାର ବିଫଳତାର ଏକ ପ୍ରମୁଖ କାରଣ ହେଉଛି ଦୁର୍ବଳତା ମନିଟରିଂ, ଡିଜିଟାଲ ପଦ୍ଧତିର ବ୍ୟବହାର ନ କରିବା। ସୋସିଆଲ ଅଡିଟ୍ ଗୁଡ଼ିକ ମଧ୍ୟ ପ୍ରାୟତଃ ଏକ ଫର୍ମାଲିଟିରେ ସମ୍ପୂର୍ଣ୍ଣ ଭାବରେ ପରିଣତ ହେଇଯାଇଥିଲା। ଡିଜିଟାଲ ବ୍ୟବହାର ନ ହେବା ଯୋଗୁଁ ମାନୁଆଲ ମୋଷ୍ଟର ରୁଲ୍, ଉପସ୍ଥାପନାର ଭେରିଫିକେସନ୍ କରିବାର ଅସମର୍ଥ ହେବା ଆଦି ବିଭିନ୍ନ କାରଣରୁ ଏସବୁ ଅନିୟମିତତା ଲାଗି ରହିଥିଲା। ଯୋଜନାରେ ଏସବୁ ଦୁର୍ବଳତା ଥିବାରୁ ଫେକ୍ ଜବ୍ କାର୍ଡ଼, ଘୋଷ୍ଟ ବେନିଫିସିଆରୀ, ମୋଷ୍ଟର ରୁଲ୍ରେ ଚଞ୍ଚକତା, ଅସମ୍ପୂର୍ଣ୍ଣ କିମ୍ବା ଜମା ନ ହୋଇଥିବା କାମକୁ କାମ ଆକାରରେ ଦେଖାଇବା ଏ ବିଭିନ୍ନ ପ୍ରକାରର ତା ଭିତରେ ଦୁର୍ନୀତିକୁ ସ୍ୱତନ୍ତ୍ର ଭାବରେ ପ୍ରଶ୍ରୟ ଦେବା। ଯଦି ଏବେ ଆମେ ଦେଖିବା ଭିଭିଜି ରାମଜୀ ଉପରେ, ଇଏ ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଏଣ୍ଡ ଆଜୀବିକା ମିଶନ ଗ୍ରାମୀଣ ଏ ନାମରେ ଆଉ ଯେତେବେଳେ MGNREGA ବିଫଳତା ହେଲା, ଏ ବିଫଳତାକୁ ଦେଖିକିରି ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦିଜୀ ସେ ଭିଭିଜି ରାମଜୀ ଏହାକୁ ନୂଆ ଆଇନ ଆଜି ପ୍ରଣୟନ କରିକିରି ଆମ ସାମ୍ନାକୁ ଆଣିଛନ୍ତି। ନାମରେ ନୂଆ ଆଇନ ପ୍ରଣୟନ କରାଯାଇଛି। ଟେକ୍ନୋଲୋଜିର ବ୍ୟବହାର କରି ଆଇନର ବ୍ୟବସ୍ଥାକୁ ତା ଭିତରେ କିଭଳି ଭାବରେ ଦୁର୍ନୀତିକୁ ହଟାଯାଇପାରିବ, ଏହା ହେଉଛି ଇଏ ଭିଭିଜି ରାମଜୀର ମୂଳ ଉଦ୍ଦେଶ୍ୟ, ମୂଳ ଲକ୍ଷ୍ୟ। ଆଉ ଏ ଆଇନର ନାଁରେ ମଧ୍ୟ ବିକଶିତ ଭାରତ ବିକଶିତ ଭାରତ ରହିଛି। ଏଥିରେ ଗାନ୍ଧିଜୀଙ୍କର ଯେଉଁ ସ୍ୱପ୍ନ ଥିଲା, ତାଙ୍କର ଯେଉଁ ମିଶନ ଥିଲା ଗ୍ରାମ ସ୍ୱରାଜ୍ୟର ସ୍ୱପ୍ନ, ତାକୁ ପ୍ରକୃତ ଅର୍ଥରେ କାର୍ଯ୍ୟକାରୀ କରିବା ପାଇଁ ଆଇନ ଭିତରେ ଇଏ ଭିଭିଜି ରାମଜୀରେ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଛି। କେବଳ ଗାନ୍ଧିଜୀଙ୍କ ନାଁକୁ ବ୍ୟବହାର କରି ପଲିଟିକାଲ ମାଇଲେଜ ନେବା ଇଏ ଭିଭିଜି ରାମଜୀର କୌଣସି ଉଦ୍ଦେଶ୍ୟ ଆଦୌ ନାହିଁ। ଇଏ ବିଲ୍ ଲୋକସଭାରେ 2025 ଡିସେମ୍ବର 16 ତାରିଖରେ ଆଗତ ହୋଇଥିଲା ଏବଂ ଡିସେମ୍ବର 18ରେ ଏହା ପାସ୍ ହେଲା। ଡିସେମ୍ବର 18ରେ ମଧ୍ୟ ରାଜ୍ୟସଭାରେ ମଧ୍ୟ ଏହା ପାସ୍ ହେଲା ଏବଂ ଡିସେମ୍ବର 21ରେ ମହାମହିମ ରାଷ୍ଟ୍ରପତିଙ୍କର ଅନୁମୋଦନ ପାଇ ଏହା ଆଇନରେ ଆଜି ପରିଣତ ହୋଇକରି କାର୍ଯ୍ୟକାରୀ ହେବା ପାଇଁ ଯାଉଅଛି। ଏଥିରେ ସମ୍ପୂର୍ଣ୍ଣ ଭାବରେ ଦାୟିତ୍ୱବୋଧତା ମଧ୍ୟ ବୃଦ୍ଧି ପାଇବ। କେନ୍ଦ୍ର ଆଉ ରାଜ୍ୟ ମଧ୍ୟରେ ଏହା ସମନ୍ୱୟ ମଧ୍ୟ ରକ୍ଷା କରାଯାଇପାରିବ। 260 ପ୍ରକାରର ଛୋଟ ବଡ଼ କାମକୁ ଷ୍ଟ୍ରିମ୍ ଲାଇନ୍ କରାଯାଇ 4ଟି ପ୍ରମୁଖ କ୍ଷେତ୍ରରେ କର୍ମ ନିଯୁକ୍ତି ଉପରେ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ଏହି 4ଟି କ୍ଷେତ୍ର ହେଲା, ପ୍ରଥମ ହେଲା ଜଳ ସୁରକ୍ଷା ବା ୱାଟର ସିକ୍ୟୁରିଟି, ଦ୍ୱିତୀୟ ଗ୍ରାମାଞ୍ଚଳ ଭିତ୍ତିଭୂମି ବା ରୁରାଲ ଇନଫ୍ରାଷ୍ଟ୍ରକ୍ଚର, ତୃତୀୟରେ ଜୀବିକା ଆସେଟ୍ସ ବା ଲାଇଭଲିହୁଡ୍ ଆସେଟ୍ସ ଏବଂ ଜଳବାୟୁ ସୁରକ୍ଷା ବା କ୍ଲାଇମେଟ୍ ପ୍ରୋଟେକ୍ସନ୍। କୃଷକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚାଷ ସମୟରେ ଏବଂ ଯେତେବେଳେ ଅମଳ ସମୟରେ, ଚାଷ କାମ ଯେତେବେଳେ ଚାଲିଥିବ ଏବଂ ଅମଳ କାମ ଯେତେବେଳେ ଚାଲିଥିବ, ସେ ସମୟରେ ଆଇନଗତ ଭାବରେ ଏ କାମ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ। ଏହା ବର୍ଷକୁ 60 ଦିନ ରଖାଯାଇଛି। ଅର୍ଥାତ୍ ଏହି ସମୟରେ କେହି ମିଛରେ କାମ ହେଇଛି ବୋଲି ଦେଖାଇ ଠକିକିରି କେବେ କାମ କରିବା ନାଁରେ ବିଲ୍ କରିକିରି ନେଇପାରିବେ ନାହିଁ। ଏହାଦ୍ୱାରା କୃଷି କ୍ଷେତ୍ରରେ ଶ୍ରମିକର ଅଭାବ ସମସ୍ୟା ଇଏ ମଧ୍ୟ ଦୂର ହେବ ଏବଂ ଅଯଥା ମଜୁରୀ ବଢ଼ିବା ଇଏ ସମସ୍ୟା ମଧ୍ୟ ବନ୍ଦ ହେବ ବା ଦୂର ହେବ। ଏ ଆଇନରେ ମନିଟରିଂ ପାଇଁ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ତା ଉପରେ ଗୁରୁତ୍ୱ ଫୋକସ୍ କରାଯାଇଛି।
एआई भित्तिक फ्रॉड डिटेक्शन जीपीएस किंबा मोबाइल ट्रैकिंग सप्ताह को थरे तथ्य प्रकाश ये बाध्यतामूलक एवं द्विवार्षिक सोशल ऑडिटर मध्य संपूर्ण भाव में एथिरे व्यवस्था करा जाइछि। एहा सहित केंद्र राज्यर स्टीयरिंग कमिटी गुड़िक नियमित भाव में से तदारख करेंगे और आवश्यक स्थले संशोधनमूलक विभिन्न प्रस्ताव भी देवे एवं पदक्षेप भी नहीं पारे। एम्प्लॉयमेंट अलाउंस देवाई एक समय व्यवस्था ये करा जाइछि, समय भित्तिक करा जाइछि। काम मागिबार 15 दिन मध्य जदि एथिरे काम दिया जाई पारिला नहीं ताहेले भत्ता देवाकू बाध्य जो माने काम डिमांड करिवे बा दाबी करिवे। एथिरे महात्मा गांधी नाम नथिबारु एक राजनीतिक विवाद सृष्टि अजथारे करा जाउछि। तेबे आईन रे ये जो संस्कार अणा जाइछि या गांधीजी नीति को प्रसारित करने उद्देश्य ही करा जाइछि। केवल गांधी नाम को एक प्रतीक भाव में व्यवहार एथिरे करा जाय नाही। एथिरे समृद्ध ग्राम सृष्टि, श्रमर मर्यादा रक्षा, दीर्घस्थायी आसेट सृष्टि और फलप्रसू गवर्नान्स उपर मध्य संपूर्ण भाव में यह फोकस करा जाइछि। ब्रिटिश समय आज पर्यंत भारतर एम्प्लॉयमेंट आईन जहाँकि लागू करा जाई आसुथिला या को धीरे धीरे परिवर्तन करा हेछि एवं परिवर्तन करा जाइकरी आज ये अवस्था रे पहुंची। एमजीएनआरईजी रे सुनिश्चित कर्म नियुक्ति पाई आईनगत व्यवस्था थिले मध्य योजनार डिजाइन और यार कार्यान्वयन रे पार्थक्य थिबारु यह जीविका सृष्टि करिबार सफल हैला नाही। पुराना आईन रे थिबा दुर्बलता को नूतन आईन रे दूर करा जाइछि। एथिरे निश्चित नियुक्तिर अवधि को बढ़ा जाइछि एवं व्यवस्था रे स्वच्छता, आर्थिक श्रृंखला, उत्तरदायित्व और दायित्वबद्धता उपरे गुरुत्व दिया जाइछि। धन्यवाद। नुआ व्यवस्था हैला करप्शन फ्री पे जो नुआ टेक्नोलॉजी आसीबो बोली आपण कहिले तो राज्य सरकार तार इंफ्रास्ट्रक्चर ता केमिति डिजाइन करछ सरकार को कोन राज्य सरकार को व्यवस्था ता कोन एटा गोटे कहिबे आ सेक्टर स्टेट रो रेशियो ता हम राज्य में केते राज्य केन्द्र जो अनुपात तो मुझे कहली 60-40 रही एथिरे बड़ राज्य हिसाब रे। द्वितीय कथा हूँ आपंकर कौ प्रकार आम नुआ टेक्नोलोजी एआई कथा कहुई एवं आईटी क्षेत्र में जहाँ ऑनलाइन रे जो व्यवस्था करने कथा धीरे धीरे ये संपूर्ण भाव में आम राज्य या टेक्नोलोजी क्षेत्र में व्यवहार करवा